ହିମାଳୟ ଦେଖିନି ମୁଁ ହିମାଳୟ ଦେଖିନି ମୁଁ ବାବାଙ୍କୁ ମୁଁ ଦେଖିଛି। ଦୁଃଖରେ ଅଟଳ ସିଏ ସହିଷ୍ଣୁ ଉଦାର। ବାବା ମୁଁ ଅପଢ଼ା ବହି ବାବା ମୁଁ ଅପଢ଼ା ବହି ଯେତିକି ମୁଁ ପଢ଼ିଛି। ସ୍ନେହର ସାଗର ସିଏ ଦ୍ୱିତୀୟ ଈଶ୍ୱର। ସ୍ନେହର ସାଗର ସିଏ ଦ୍ୱିତୀୟ ଈଶ୍ୱର। ଶ୍ରୋତାବନ୍ଧୁ ବାପାଙ୍କୁ ନେଇ ଏଭଳି ଆବେଗପୂର୍ଣ୍ଣ ଶବ୍ଦର ରଚୟିତ୍ରୀ ଥିଲେ ଆମ ସମୟର ଜଣେ ବିଶିଷ୍ଟ ଗାଳ୍ପିକା ଶ୍ରୀମତୀ ବିନୋଦିନୀ ଗୌଡ଼। ବାବା ତାଙ୍କର ଆଦର୍ଶ, ତାଙ୍କ ଜନ୍ମଦାତା ଜଣେ ସରଳ ସହିଷ୍ଣୁ ସାଧାରଣ କିନ୍ତୁ କର୍ମଠ ବ୍ୟକ୍ତି ଥିଲେ, ଯେ କି ସଚ୍ଚୋଟ ଥିଲେ, ନିର୍ଭୀକ ମଣିଷଟିଏ ଥିଲେ। ବିନୋଦିନୀ ଗୌଡ଼ ତାଙ୍କର ପିତା ଶ୍ରୀଯୁକ୍ତ ନକୁଳ ଗୌଡ଼ଙ୍କୁ ନେଇ ତାଙ୍କର ଭାବପ୍ରବଣତାପୂର୍ଣ୍ଣ ଶବ୍ଦରେ ଆଜି ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ ଆମକୁ ଶୁଣେଇବେ। ସେ କହିଛନ୍ତି ଯେ ଇଞ୍ଜିନିୟର ହୋଇ ସୁଦ୍ଧା ତାଙ୍କ ପିତା ଲାଞ୍ଚ ମିଛଠାରୁ ଅନେକ ଦୂରରେ ଥିଲେ। ସାଇକେଲରୁ ଆରମ୍ଭ ହୋଇଥିଲା ତାଙ୍କର ଚାକିରି ଜୀବନ। ସାଇକେଲ ଥିଲା ଅବସର ସମୟର ବନ୍ଧୁ। ସ୍କୁଟର ମଟର କିଛି ବି କିଣିନଥିଲେ ନିଜ ପାଇଁ। ସେମାନେ ଭଡ଼ା ଘରେ ରହୁଥିଲେ। 2ଟି ପଟା ଖଟ, ଟିଣ ଚେୟାର, 3ଟି ଭିତରେ କଟିଥିଲା ତାଙ୍କର ପିଲାଦିନ। ତାଙ୍କର ପିତା ଥିଲେ ସରଳ ନିରାଡମ୍ବର କିନ୍ତୁ ଉଚ୍ଚ ଚିନ୍ତାଧାରା ସମ୍ପନ୍ନ। ପିତା କହୁଥିଲେ, ତମେ ଭଲରେ ପାଠ ପଢ଼, ଭଲ ମଣିଷ ହୁଅ ଜୀବନରେ। ତେଣୁ ତାଙ୍କ ବାବାଙ୍କର ଆଦର୍ଶବାଦୀ ଚିନ୍ତାଧାରା ଆଉ ଆଶୀର୍ବାଦ ଯୋଗୁଁ 4 ଭାଇ ଭଉଣୀ ସେମାନେ କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ଏବଂ ବାବାଙ୍କ ପାଇଁ ଯେଉଁ କବିତାଟି ସେ ଲେଖିଥିଲେ, ସମାଜର ପିତୃ ଦିବସ ପ୍ରତିଯୋଗିତାରେ ତାହା 4ର୍ଥ ସ୍ଥାନ ମଧ୍ୟ ପ୍ରାପ୍ତ ହୋଇଥିଲା। ଆଜି ଆମେ ଶୁଣିବା ଶ୍ରୀମତୀ ବିନୋଦିନୀ ଗୌଡ଼ଙ୍କର ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ। ଗଳ୍ପର ଶୀର୍ଷକ ହେଉଛି ବାବାଙ୍କ ସାଇକେଲ। ଗାଳ୍ପିକା ବିନୋଦିନୀ ଗୌଡ଼। ଜୁନ୍ 21 ତାରିଖ ବିଶ୍ୱ ପିତୃଦିବସ ଉପଲକ୍ଷେ ଆପଣଙ୍କ ସମ୍ମୁଖରେ ମୁଁ ଉପସ୍ଥାପନା କରୁଛି ମୋର ଗଳ୍ପ ସଂକଳନ ତମ ପାଇଁ ଚିଠି ଓ ଅନ୍ୟ କିଛିର ଗଳ୍ପଟିଏ। ଗଳ୍ପର ଶୀର୍ଷକ ବାବାଙ୍କ ସାଇକେଲ। ଆସନ୍ତୁ ଶୁଣିବା ଗଳ୍ପ ବାବାଙ୍କ ସାଇକେଲ। ସବୁଦିନ 4ଟା ବେଳେ ପୁଅକୁ ଆଣିବା ପାଇଁ ପ୍ରତୀକ୍ଷାରତ ବନ୍ଦିତାର ଦୃଷ୍ଟି ଆକର୍ଷଣ କରନ୍ତି ସେଇ ବୁଢ଼ା ମଉସା ଜଣକ, ଯିଏ ସାଇକେଲରେ ପେଡେଲ ମାରି ଧୀରେ ଧୀରେ ଯାଉଥାନ୍ତି ରାସ୍ତା ଉପରେ। ମଉସାଙ୍କୁ ଦେଖିଲେ ତା ବାବାଙ୍କ କଥା ବେଶୀ ମନେ ପଡ଼େ। ବାବାଙ୍କ ଚାକିରି ଜୀବନ, ଅବସର ପରବର୍ତ୍ତୀ ସମୟରେ ଯିବା ଆସିବା କରିବା ପାଇଁ ସାଇକେଲ ଥିଲା ତାଙ୍କର ଏକମାତ୍ର ବାହନ। ବାବା ଥିଲେ ତାଙ୍କ ଗାଁର ପ୍ରଥମ ଡିପ୍ଲୋମା ଇଞ୍ଜିନିୟର। ପାଠ ସରିବା ସଙ୍ଗେ ସଙ୍ଗେ ପୋଷ୍ଟିଂ ମିଳିଥିଲା ତାଳଚେର ଥର୍ମାଲରେ। ଚାକିରିର 3 ମାସ ପରେ ସେ କିଣିଥିଲେ ରାଲି ସାଇକେଲଟିଏ, ତାଙ୍କର ଗୋଟିଏ ମାସର ଦରମା ଟଙ୍କାରେ। ନୂଆ ସାଇକେଲ ଚଢ଼ି ଅଫିସ ଗଲାବେଳେ ଏତେ ଖୁସି ଲାଗୁଥିଲା, ସତେକି ଉଡ଼ାଜାହାଜରେ ଉଡ଼ୁଛନ୍ତି ଅବା। ତାପରେ ବାହାଘର, ପିଲାମାନଙ୍କ ଜଞ୍ଜାଳ ଭିତରେ କୁଆଡ଼େ ବିତିଗଲା ବର୍ଷ ଆଉ ମାସ। କିନ୍ତୁ ପ୍ରିୟ ସାଇକେଲଟି ବିଶ୍ୱସ୍ତ ଭୃତ୍ୟ ପରି ନିରନ୍ତର ସେବା କରିଚାଲିଥିଲା ତାଙ୍କର। ବନ୍ଦିତାର ମନେ ପଡ଼ୁଥିଲା, ପ୍ରତି ମାସର ପହିଲା ତାରିଖରେ ବାବା ଦରମା ପାଇବା ପରେ ସେମାନଙ୍କ ପାଇଁ ବିଜିପୁର କଲିକତା ସୁଇଟ୍ସ ହୋଟେଲରୁ ଗରମ ସିଙ୍ଗଡ଼ା ଆଉ ରସଗୋଲା ନେଇ ଆସନ୍ତି। ବାବାଙ୍କ ସାଇକେଲ ଟିନ୍ ଟିନ୍ ଶବ୍ଦ ଶୁଣି ସେମାନେ 4 ଭାଇ ଭଉଣୀ କେମିତି ଖୁସିରେ ଦୌଡ଼ି ଆସନ୍ତି ଗେଟ୍ ପାଖକୁ। ବାବାଙ୍କ ରୁମାଲରେ ବନ୍ଧା ପୁଡ଼ିଆ ଖୋଲି ମିଳିମିଶି ଖାଇବାରେ କେତେ ଆନନ୍ଦ ଥିଲା। ସେଇ ସ୍ୱାଦିଷ୍ଟ ସିଙ୍ଗଡ଼ା ଆଉ ରସଗୋଲାରେ ବାବାଙ୍କ ସ୍ନେହର ଅମୃତ ଯେମିତି ବୋଳି ହୋଇଯାଇଥିଲା। ବାବାଙ୍କ ସାଇକେଲରେ ବସି ବୁଲିଯିବା ପାଇଁ ସାନ ଭାଇ ଭଉଣୀ ଭିତରେ ରୀତିମତ ଝଗଡ଼ା ଲାଗୁଥିଲା। ସେଇ ମଧୁର ଅତୀତର ସ୍ମୃତି ମନେ ପଡ଼ି ଆଖି ଓଦା ହୋଇଯାଇଥିଲା ବନ୍ଦିତାର। ମନର ଭାବକୁ ବ୍ୟକ୍ତ କରୁଥିଲା ସାଇକେଲର ଟିନ୍ ଟିନ୍ ଶବ୍ଦ। ବାବା କେବେ ରାଗିଥିଲେ କିମ୍ବା ଟେନସନରେ ଥିଲେ
ସାଇକେଲ ଘଣ୍ଟି ଜୋର ଜୋରରେ ବାଜୁଥାଏ। ଭାରି ସୂତିକଟୁ ଲାଗେ, କିନ୍ତୁ ମନ ଖୁସି ଥିବାବେଳେ ସାଇକେଲର ଟିନ୍ ଟିନ୍ ଶବ୍ଦ ମୁଲାୟମ କବିତାଟିଏ ପରି ସ୍ମୃତି ମଧୁର ଲାଗେ। ପ୍ରତିବର୍ଷ ଦଶହରା ଦିନ ବାବା ସାଇକେଲକୁ ପାଣିରେ ଭଲ ଭାବେ ଧୁଆଧୁଇ କରି ନାଲି କପଡ଼ାରେ ଲେମ୍ବୁ ଆଉ ଚୁଡ଼ି ବାନ୍ଧି ଝୁଲାଇ ଦିଅନ୍ତି ଆଗରେ, ଯେମିତି କାହାର ଅଶୁଭ ଦୃଷ୍ଟି ପଡ଼ିବନି ତା ଉପରେ। ସେଦିନ ଚନ୍ଦନ ସିନ୍ଦୁର ଲଗାଇ କଦଳୀ ଲଡ଼ୁ ଭୋଗ ଲଗାନ୍ତି ବାବା। ପୂଜା ପରେ ସମସ୍ତେ ସାଇକେଲ ପାଖରେ ପ୍ରଣାମ କରି ଭୋଗ ଖାଉଥିଲୁ। ବନ୍ଦିତାର ବାହାଘର ବେଳେ ପିଉସୀ ନାନୀର ପୁଅ ନନ୍ଦୀ ଭାଇ ବହୁତ ସାହାଯ୍ୟ କରିଥିଲେ। ବଦଳରେ ବାବାଙ୍କ ପୁରୁଣା ସାଇକେଲଟି ନେଇଯାଇଥିଲେ ତାଙ୍କ ଗାଁକୁ। 28 ବର୍ଷର ସମ୍ପର୍କ ସାଇକେଲ ସହ। କିଛି ଦିନ ଉଦାସ ଲାଗୁଥିଲେ ବାବା ତା ବିଚ୍ଛେଦରେ। ସବୁବେଳେ ଲୁନା ଗାଡ଼ି କିମ୍ବା ସ୍କୁଟିଟିଏ କିଣିବା ପାଇଁ ଜିଦ୍ କରୁଥିବା ସାନ ଭାଇ ଭଉଣୀ ଦୁହେଁ ସ୍କୁଟିଟିଏ ଆଣିଲେ ବାବାଙ୍କ ପାଇଁ। କିନ୍ତୁ ଶେଷ ପର୍ଯ୍ୟନ୍ତ ସ୍କୁଟି ଚଲେଇ ପାରିଲେ ନାହିଁ ବାବା। ତାଙ୍କ ପାଇଁ ପୁଣି ଥରେ ସାଇକେଲଟିଏ କିଣିଲେ। ଏହି ସାଇକେଲ ସହ ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା। ବାବାଙ୍କ ହାର୍ଟ ଅପରେସନ୍ ପରେ ସେ ସାଇକେଲ ଚଲେଇବା ପୁରାପୁରି ଛାଡ଼ିଦେଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ସକାଳ ସନ୍ଧ୍ୟାରେ ଅଧଘଣ୍ଟାଏ ଚାଲିବାକୁ ପଡ଼ୁଥିଲା। ଶେଷରେ ସାନ ଭାଇ ଅଫିସର ଷ୍ଟାଫ୍ ଜଣେ ସାଇକେଲ ବ୍ୟବହାର କରିବ ବୋଲି ନେଇଗଲେ। ଏମିତି ବାବାଙ୍କ ଜୀବନରେ ସାଇକେଲର ଭୂମିକା ସରିଯାଇଥିଲା। ସେଇଥର ଗାଁରେ ଗୋଟିଏ ଭୋଜି ଆଟେଣ୍ଡ କରିବାକୁ ବାବାଙ୍କୁ ସାଙ୍ଗରେ ନେଇ ଯାଇଥିଲା କୁନୁ। ଭୋଜି ସରିବା ପରେ ବାବା ବାରଣ୍ଡାରେ ବସି କାହାର ପ୍ରତୀକ୍ଷା କରୁଥିଲେ ଯେମିତି, ଆଖିରେ ଉଦାସର ଛାଇ। ହଠାତ୍ ପରିଚିତ ସାଇକେଲର ଟିନ୍ ଟିନ୍ ଶବ୍ଦ ଶୁଣି ଖୁସିରେ ଉଜ୍ଜଳି ଉଠିଲା ତାଙ୍କ ମୁହଁ। କିଛି ବୁଝିପାରୁନଥାଏ କୁନୁ। ନନ୍ଦୀ ଭାଇ ଝାଳନାଳ ହୋଇ ସାଇକେଲରୁ ଓହ୍ଲାଇ ପ୍ରଣାମ କରୁଥିଲେ ବାବାଙ୍କୁ। ଏତେ ଡେରି କଲୁ ବାପା, ଯା ଭିତରକୁ ଭୋଜି ଖାଇଦେବୁ। ଭାଇ ଭିତରକୁ ଯିବା ପରେ ଷ୍ଟାଣ୍ଡ ମାରିଥିବା ସାଇକେଲ ପାଖକୁ ଯାଇ ଆଦରରେ ଆଉଁସି ଦେଲେ ତାକୁ। ଆନନ୍ଦର 2 ଟୋପା ଲୁହ ଝରି ପଡ଼ିଥିଲା ଆଖିରୁ। ସତେ କି ବହୁଦିନରୁ ନିଖୋଜ ଥିବା ଆପଣାରେ କେହି ମିଳିଯାଇଛନ୍ତି ତାଙ୍କୁ। କୁନୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ବାବାଙ୍କୁ। ସେ ଯେମିତି ସ୍ୱଗତୋକ୍ତି କରୁଥିଲେ, ସାଇକେଲ ଖାଲି କ'ଣ ଗୋଟିଏ ବସ୍ତୁ? ତା ସହିତ ଜଡ଼ିତ ହୋଇ ରହିଥାଏ ଚାଳକର ଭାବାବେଗ, ସୁଖ ଦୁଃଖର ସ୍ମୃତି, ହସ ଲୁହର କେତେ ଅନୁଭୂତି। ବାବାଙ୍କ କଥାରେ ସମ୍ମତି ଜଣାଉଥିଲା କୁନୁ। ଧନ୍ୟବାଦ। ଜୟ ଜଗନ୍ନାଥ।